ଯଦି ଆପଣ କୁମ୍ଭ ରାଶିର ବ୍ୟକ୍ତି ଅଟନ୍ତି, ତେବେ ଆପଣଙ୍କ ପାଇଁ ଆସୁଥିବା ଆଗକୁ 44 ଦିନ ଆପଣଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ହେବାର ଅଛି। ଯାହାର ସ୍ୱପ୍ନ ଆପଣ ଦେଖୁଥିଲେ, ଯେଉଁ ସମୟର ଆପଣ ଅପେକ୍ଷା କରିଥିଲେ, ସେହି ସମୟ ଏବେ ଆସିଯାଇଅଛି। ଆପଣଙ୍କ ଜୀବନରେ ଆଗକୁ କିଛି ଏମିତି ଘଟିପାରେ ଯାହାର ଆପଣ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ। ଏକ ଖୁସିର ଖବର କିମ୍ବା କୌଣସି ଅଚାନକ ଲାଭ କିମ୍ବା କୌଣସି ପ୍ରିୟ ଲୋକ ଯିଏକି ଆପଣଙ୍କଠାରୁ ଦୂରେଇ ଯାଇଥିଲେ, ପୁଣି ସେ ଆପଣଙ୍କ ଜୀବନକୁ ଫେରି ଆସିବେ। ତେଣୁ ସେଥିପାଇଁ ଏହି ଭିଡ଼ିଓଟିକୁ ନିଶ୍ଚିନ୍ତ ରୂପରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ 3ଟି କିଛି ମୁଖ୍ୟ ସଂକେତ ବା ଖାସ୍ କଥା କହିବି, ଯାହା ଜାଣିବା ଦ୍ୱାରା ଆପଣ ବୁଝିପାରିବେ କି ଏବେ ଆପଣଙ୍କର ଭାଗ୍ୟ ସପୋର୍ଟରେ ଏବଂ ଆପଣ ଆପଣଙ୍କର ଲକ୍ଷ୍ୟକୁ ସ୍ଥିର କରିପାରିବେ। ଆଗକୁ ଆପଣଙ୍କ ମନରେ ଥିବା ଭାର କମିବାକୁ ଲାଗିବ। ଯେଉଁ ଚିନ୍ତା ଆପଣଙ୍କୁ ଦୀର୍ଘ ଦିନ ଧରି ସମସ୍ୟାରେ ପକାଉଥିଲା, ଆପଣଙ୍କର ଦେଖା ଦେଉଥିଲା, ସେଥିରୁ ମୁକ୍ତି ମିଳିବା ଏବେ ଆରମ୍ଭ ହେବ। ଜୀବନରେ କିଛି ଗୋଟେ ଭଲ ଡିଲ୍ ଆପଣ କରିପାରନ୍ତି। କେଉଁ କେଉଁ କ୍ଷେତ୍ରରେ କ'ଣ ପରିବର୍ତ୍ତନ ଆସିବ? ଦାମ୍ପତ୍ୟ ଜୀବନରେ ମିଠାସ ଆସିଯିବ। ପ୍ରେମ ସମ୍ପର୍କ ଆପଣଙ୍କର ମଜବୁତ ହେବ। ଯେଉଁ ଲୋକମାନେ ଆପଣଙ୍କ ଠାରୁ ଦୂରେଇ ଯାଇଥିଲେ, ସେମାନେ ପୁଣି ଆପଣଙ୍କ ପାଖକୁ ଫେରି ଆସିବେ। କିଛି ଶୁଭ କାମ ଗୁଡ଼ିକର ଆଲୋଚନା ହେବ। କେହି ଆପଣଙ୍କୁ ଖୁସିର ଖବର ଦେଇପାରନ୍ତି। ପିତାମାତାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ତାହା ସହିତ କିଛି ଏପରି 5ଟି କଥା ରହିଅଛି, ଯାହାକୁ ଜାଣିବା ଦ୍ୱାରା ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଗୁଡ଼ିକ ଆସିବ। ତ ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ପ୍ରଥମେ ଆପଣ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ। ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ବନ୍ଧୁମାନେ, ଆପଣଙ୍କର ଜୀବନରେ ଆଗାମୀ 44 ଦିନ ପର୍ଯ୍ୟନ୍ତ କିଛି ଖାସ୍ ଘଟିବାର ଅଛି। ଆଗକୁ ଆସୁଥିବା 44 ଦିନ ମଧ୍ୟରେ କିଛି ଏପରି ଘଟିବ ଯାହାକି ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ କରି ରଖିଦେବ। ଆମେ କଥା ହେବା ମଙ୍ଗଳ ଗ୍ରହଙ୍କ ବିଷୟରେ। ମଙ୍ଗଳଙ୍କର ରାଶି ପରିବର୍ତ୍ତନ ଏବଂ ମଙ୍ଗଳ ଆଉ ବୃହସ୍ପତିଙ୍କର ପରିଚାଳିତ ଯୁଗ, ଯାହାକି ଲାଭ ସ୍ଥାନରେ ବହୁତ ପ୍ରକାରର ବହୁତ ଦୃଷ୍ଟିରୁ ଲାଭ ହିଁ ଲାଭ ଦେବାର ଅଛି। ମଙ୍ଗଳଙ୍କର ରାଶି ପରିବର୍ତ୍ତନ ସବୁଠାରୁ ପ୍ରଥମେ ଆପଣଙ୍କୁ ସନ୍ତାନ ସୁଖ ଦେଉଛନ୍ତି। ପୂର୍ବରୁ ଯେଉଁମାନେ ବି ସନ୍ତାନ ସୁଖରୁ ବଞ୍ଚିତ ଥିଲେ କିମ୍ବା ଯେଉଁମାନେ ବି ସନ୍ତାନକୁ ନେଇକରି କୌଣସି ପ୍ରକାରର ଚିନ୍ତାରେ, କୌଣସି ପ୍ରକାରର ସମସ୍ୟାରେ ରହୁଥିଲେ, ଯଦି ଆପଣ କୌଣସି ବି ପ୍ରକାରର ସମସ୍ୟା ଭିତରେ ରହୁଥିଲେ, ତ ସେହି ସବୁର ଅନ୍ତ ହେବାର ଅଛି। ଯେଉଁମାନଙ୍କର ସନ୍ତାନ ଅଛନ୍ତି, ସେମାନଙ୍କ ଜୀବନରେ ବହୁତ ପ୍ରକାରର ସଂଘର୍ଷ ଆସିଥିବ। ପିଲାମାନଙ୍କର ଚିଡ଼ିଚିଡ଼ା ସ୍ୱଭାବ ଏବଂ କିଛି ଏପରି କାର୍ଯ୍ୟ ଯାହାକି ଆପଣଙ୍କୁ ଅଧିକ ଚିନ୍ତାରେ ପକାଇଥିବ ଏବଂ ଯେଉଁଥିପାଇଁ ଆପଣ ଅଧିକରୁ ଅଧିକ ବ୍ୟସ୍ତ ଏବଂ ବିବ୍ରତ ରହିଥିବେ। କିନ୍ତୁ ଏବେ ଆପଣଙ୍କର ସେହି ସବୁ ସ୍ଥିତି ଗୁଡ଼ିକ ବଦଳିବା ପାଇଁ ଯାଉଅଛି। ମଙ୍ଗଳ ଏବଂ ବୃହସ୍ପତି ଦୁଇଟି ଯାକ ପୁରୁଷ ଗ୍ରହ, ଯେଉଁ ପଞ୍ଚମ ଭାବରେ ଦୃଷ୍ଟି ପକାଇଥାନ୍ତି। ତ ଏହି ସମୟ ଗୁଡ଼ିକ ମଧ୍ୟରେ ପୁତ୍ର ପ୍ରାପ୍ତିର ପ୍ରବଳ ଯୁଗ ବନିଥାଏ। ଯଦି ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି, ତେବେ ଏହି 44 ଦିନ ମଧ୍ୟରେ ଆପଣଙ୍କୁ କୌଣସି ଖୁସିର ଖବର ମିଳିପାରେ। ଏବଂ ଯେଉଁମାନଙ୍କର ସନ୍ତାନ ଅଛନ୍ତି, ତ ଆପଣଙ୍କର ସନ୍ତାନମାନଙ୍କର ସଂଘର୍ଷ କମ୍ ରହିବ। ସେମାନଙ୍କ ମୁହଁରେ ପ୍ରସନ୍ନତା ଝଲକିବ, ଯେଉଁ କାରଣରୁ ଆପଣ ମଧ୍ୟ ବହୁତ ପ୍ରସନ୍ନ ରହିବେ। ଏବେ ଆସନ୍ତୁ ଜାଣିବା ତୃତୀୟ ମୁଖ୍ୟ କଥାଟି। ମଙ୍ଗଳ ଏବଂ ବୃହସ୍ପତିଙ୍କର ଏଠାକୁ ଆସିବା ବିଦ୍ୟାର୍ଥୀମାନଙ୍କର ଜୀବନରେ ମଧ୍ୟ ଖୁସି ହିଁ ଖୁସି ଆଣିକରି ଆସୁଅଛି। ଯେପରିକି ଆପଣମାନେ ଜାଣିଛନ୍ତି କି ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସମୟ ବହୁତ ହିଁ ମହତ୍ତ୍ୱପୂର୍ଣ୍ଣ ଅଟେ। କିନ୍ତୁ ଏହି 44 ଦିନ ମଧ୍ୟରେ ରାହୁ ପଞ୍ଚମ ଭାବରେ ବସି ଯେଉଁ ସମସ୍ୟାମାନ ଦେଉଥିଲେ, ତ ଏବେ ଆପଣଙ୍କର ସେହି ସବୁ ସମସ୍ୟାମାନଙ୍କର ଅନ୍ତ ହେବ। ବୃହସ୍ପତି ଓ ମଙ୍ଗଳଙ୍କର ଦୃଷ୍ଟି ଆପଣଙ୍କ ପାଇଁ ବହୁତ ହିଁ ଶୁଭ ରେଜଲ୍ଟ ଆଣିକରି ଆସିବ। ଆପଣଙ୍କର ପରାକ୍ରମ ବଢ଼ିବ। ମଙ୍ଗଳଙ୍କର କୃପା କାରଣରୁ ଆପଣଙ୍କର ଉତ୍ସାହରେ ବୃଦ୍ଧି ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକ ଠାରୁ ମଧ୍ୟ ଆପଣ ଦୂରରେ ରହିବେ। ଆଗକୁ ବଢ଼ିବାର ସୁଯୋଗ ପ୍ରାପ୍ତ ହେବ। ଗୁରୁମାନଙ୍କର ଏବଂ ମିତ୍ରମାନଙ୍କର ସହଯୋଗ ପ୍ରାପ୍ତ ହେବ। ମଙ୍ଗଳ ଆପଣଙ୍କର ମିତ୍ର ଭାବରେ ଦେଖାଯାଇଥାଏ ଏବଂ ଗୁରୁ ବୃହସ୍ପତି ଆପଣଙ୍କର ଗୁରୁଙ୍କ ପାଇଁ ବିଚାର କରାଯାଇଥାଏ। ଦୁଇଟି ଯାକଙ୍କର ଦ୍ୱିତି ଆପଣଙ୍କର ପଞ୍ଚମ ଭାବ ଉପରେ ଦୃଷ୍ଟି ପଡ଼ୁଅଛି, ଯାହାଦ୍ୱାରା କି ଆପଣଙ୍କୁ ତାଙ୍କର ସପୋର୍ଟ ହିଁ ପ୍ରାପ୍ତ ହେବ। ଯେଉଁ କାରଣରୁ ଆପଣଙ୍କୁ ଆଗକୁ ବଢ଼ିବାର ନୂଆ ନୂଆ ଅବସର ପ୍ରାପ୍ତ ହେବ।
କିନ୍ତୁ ଧ୍ୟାନ ରଖନ୍ତୁ କି ବିଦ୍ୟାର୍ଥୀମାନଙ୍କୁ ରାହୁଙ୍କ ପାଇଁ ଉପାୟ ମଧ୍ୟ କରିବାର ଅଛି, ଯେଉଁ କାରଣରୁ ଶୁଭ ଗ୍ରହ ଆପଣଙ୍କୁ ପୂର୍ଣ୍ଣ ପରିଣାମ ଦେଇପାରିବେ। ଆଉ ଏକ ବିଶେଷ କଥାଟି ବ୍ୟାପାରୀମାନଙ୍କ ପାଇଁ ରହିଅଛି। ଲାଭ ସ୍ଥାନରେ ମଙ୍ଗଳଙ୍କର ପ୍ରବେଶ ଆପଣଙ୍କୁ ଖେଳକୁଦ ସମ୍ବନ୍ଧୀୟ ବ୍ୟବସାୟରେ ଆପଣଙ୍କର ଅଧିକରୁ ଅଧିକ ଲାଭ ପ୍ରାପ୍ତ ହେବ। ଏହି ସମୟରେ ଯଦି ଡିଫେନ୍ସ ଅଫିସ୍ ସହିତ ଯୋଡ଼ି ହୋଇ ଆପଣ ରହିଛନ୍ତି, ତାହେଲେ ଧନ ରୋଜଗାର କରିବାର ବହୁତ ହିଁ ଅବସର ଆପଣଙ୍କୁ ପ୍ରାପ୍ତ ହେବ। ଯଦି ଆପଣଙ୍କର କାର୍ଯ୍ୟ ମଧ୍ୟ ଡିଫେନ୍ସ ସହିତ ଯୋଡ଼ି ହୋଇକରି ରହିଅଛି, ତେବେ ବି ସମୟ ଆପଣଙ୍କ ପାଇଁ ବହୁତ ଭଲ ସାବ୍ୟସ୍ତ ହେବ। ଡକ୍ଟର, ଇଞ୍ଜିନିୟର ଏବଂ ଉପଦେଷ୍ଟା ଏହିସବୁ କ୍ଷେତ୍ର ଗୁଡ଼ିକରେ ନାମ ଓ ଜ୍ଞାନ ଅର୍ଜନ କରିପାରିବେ। ଆପଣଙ୍କ ପାଇଁ ସ୍ଥିତି ସମ୍ପୂର୍ଣ୍ଣ ଭାବରେ କଣ୍ଟ୍ରୋଲରେ ରହୁଅଛି। ମଙ୍ଗଳଙ୍କର ରାଶି ପରିବର୍ତ୍ତନ ଏବେ ଆପଣଙ୍କୁ ନିଶ୍ଚୟ ରୂପରେ ଆପଣଙ୍କର କର୍ମର ଫଳ ପ୍ରଦାନ କରିବେ। ପୂର୍ବ ମାସରେ ଆପଣ ଯାହା ବି କିଛି ପରିଶ୍ରମ କରିଛନ୍ତି, ବିଶେଷ କରି ମଙ୍ଗଳ ସମ୍ବନ୍ଧୀୟ ଯେଉଁ ବି କାର୍ଯ୍ୟ ଆପଣ ପୂର୍ବ ମାସରେ କରିଛନ୍ତି, ଏବେ ତାହାର ଶୁଭ ପରିଣାମର ସମୟ ଆସିଯାଇଅଛି। ଏବେ ଆପଣଙ୍କର ଇଚ୍ଛାମାନଙ୍କର ଫୂର୍ତ୍ତି ହେବ। ଆପଣଙ୍କର ପଜିଟିଭ୍ ରେଜଲ୍ଟ ହିଁ ପ୍ରାପ୍ତ ହେବ। ବିଶେଷ କରି ଯେଉଁମାନେ ବି ସରକାରୀ ଚାକିରି ପାଇଁ ପ୍ରୟାସ କରୁଛନ୍ତି, ସୂର୍ଯ୍ୟଙ୍କର ବି ରାଶି ପରିବର୍ତ୍ତନ ହେବାର ଅଛି ଏବଂ ମଙ୍ଗଳଙ୍କର ମଜବୁତ ସ୍ଥିତି ଆପଣଙ୍କୁ ଏକ ଭଲ ସରକାରୀ ଚାକିରିଟିଏ ପ୍ରଦାନ କରିପାରେ। ସ୍ଥିତି ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ପକ୍ଷରେ ହିଁ ରହୁଅଛି, ତେଣୁ ନିଶ୍ଚୟ ରୂପରେ ଟ୍ରାଏ କରନ୍ତୁ। ଆପଣଙ୍କୁ ରେଜଲ୍ଟ ପଜିଟିଭ୍ ହିଁ ପ୍ରାପ୍ତ ହେବ। ଯେଉଁମାନେ ବି ବିବାହର ଅପେକ୍ଷାରେ ରହିଛନ୍ତି, ସେମାନଙ୍କୁ ବହୁତ ହିଁ ଦୂରରୁ ଟିକିଏ ବିବାହର ପ୍ରସ୍ତାବ ଆସିପାରେ ଏବଂ ଆପଣଙ୍କର ବିବାହ ମଧ୍ୟ ଫିକ୍ସ ହୋଇପାରେ। ଏହି 44 ଦିନ ମଧ୍ୟରେ ଆପଣଙ୍କର ସ୍ୱପ୍ନ ପୂରଣ ହୋଇପାରେ। ଆପଣଙ୍କର ଏହି ସମୟରେ ଆପଣଙ୍କର ସ୍ୱଭାବ ମଧ୍ୟରେ କିଛି କ୍ରୋଧ ରହିପାରେ, ତେଣୁ ଆପଣଙ୍କର ସ୍ୱଭାବରେ କିଛି ସାମାନ୍ୟ କ୍ରୋଧ ଦେଖାଦେଇପାରେ। ତ ଆପଣ ସାମାନ୍ୟ କ୍ରୋଧୀ ପ୍ରକୃତିର ରହିପାରନ୍ତି, କିନ୍ତୁ ଏହା ଆପଣଙ୍କ ପାଇଁ ସେତେଟା କ୍ଷତିକାରୀ ସାବ୍ୟସ୍ତ ହେବ ନାହିଁ। କିନ୍ତୁ ଆପଣଙ୍କୁ ନିଜର ସ୍ୱଭାବ ଉପରେ ଟିକିଏ ଅଧିକ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ପଡ଼ିବ। କାରଣ ଯେପରି ଆପଣ ଜାଣିଛନ୍ତି, ମଙ୍ଗଳ ଶକ୍ତି ଓ ଯୁଦ୍ଧର କାରକ ଅଟନ୍ତି, ଅଗ୍ନି ତତ୍ତ୍ୱର ରାଶି ଅଟନ୍ତି, ଯେଉଁ କାରଣରୁ ସ୍ୱଭାବରେ କ୍ରୋଧ ଆସିପାରେ। ଭାଇ ଭଉଣୀମାନଙ୍କ ସହିତ କିଛି ମତାନ୍ତର ମନାନ୍ତର ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ। ସେଥିପାଇଁ ଆପଣ ନିଜର ଭାଇମାନଙ୍କ ସହିତ କିମ୍ବା କୌଣସି ନିଜର ବ୍ୟକ୍ତିବିଶେଷଙ୍କ ସହିତ କଥା ହେବା ସମୟରେ କିଛି ସାବଧାନତା ଅବଲମ୍ବନ କରିବାର ଅଛି। ନିଜର କଥା କହିବାର ଶୈଳୀ ଉପରେ ଧ୍ୟାନ ରଖିବାର ଅଛି, ଯାହା ଫଳରେ କି ଆପଣ କଳି ଝଗଡ଼ାରୁ ବଞ୍ଚିକରି ରହିପାରିବେ। ବାକି କୌଣସି ବି ସମସ୍ୟା ଏପରି କିଛି ରହୁନାହିଁ ଯାହାକି ଆପଣଙ୍କୁ ଏହି ସମୟରେ ଭୋଗିବା ପାଇଁ ପଡ଼ିପାରେ। ଓ ସବୁଠାରୁ ବଡ଼ ସ୍ୱପ୍ନ, ଯେଉଁ ସମୟରେ ବି ନିଜ ପାଇଁ ଘର ନିର୍ମାଣ କରିବା ପାଇଁ ଚାହୁଁଛନ୍ତି, ନିଜ ପାଇଁ ଗୋଟିଏ ଘର କିଣିବାକୁ ଚାହୁଁଛନ୍ତି କିମ୍ବା ଘରଟିଏ ତିଆରି କରିବାର କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ଘର ଅନୁକୂଳ କରିବାକୁ ଚାହୁଁଛନ୍ତି, କୌଣସି ବି କନଷ୍ଟ୍ରକ୍ସନ୍ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ତାହେଲେ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ଆସୁଅଛି। ଏହି 44 ଦିନ ମଧ୍ୟରେ ଯଦି ଆପଣ ନିଜ ପାଇଁ ଘରଟିଏ ଆରମ୍ଭ କରୁଥାନ୍ତି, ତେବେ ଆପଣଙ୍କର ସମସ୍ତ ନିର୍ଣ୍ଣୟ ସଠିକ୍ ରହିବ। ଆପଣଙ୍କୁ ପ୍ରତ୍ୟେକଟି କାର୍ଯ୍ୟରେ କେବଳ ସଫଳତା ହିଁ ପ୍ରାପ୍ତ ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ମଙ୍ଗଳଙ୍କର ରାଶି ପରିବର୍ତ୍ତନ ବହୁତ ହିଁ ଅନୁକୂଳ ରହୁଅଛି। ଆପଣ ଏହି ସମୟରେ ବହୁତ କିଛି ଶାରୀରିକ ସମସ୍ୟା ଭୋଗ କରିଥିବେ, କିଛି ଶାରୀରିକ କଷ୍ଟ ଏବଂ କିଛି ନା କିଛି ରୋଗରେ ପୀଡ଼ିତ ରହିଥିବେ। କିନ୍ତୁ ଏବେ ମଙ୍ଗଳଙ୍କର ରାଶି ପରିବର୍ତ୍ତନ ଆପଣଙ୍କୁ ଗୋଟିଏ ସୁସ୍ଥ ଶରୀର ପ୍ରଦାନ କରିବ। ପଢ଼ାପଢ଼ିରେ ଆପଣ କନସେଣ୍ଟ୍ରେଟ୍ କରିପାରିବେ। ଆପଣଙ୍କ ବଡ଼ମାନଙ୍କର ସହଯୋଗ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ। ମିତ୍ରମାନଙ୍କର ସହଯୋଗ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେଉଅଛି। କିନ୍ତୁ ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ଏବଂ ନିଜର ମିତ୍ରମାନଙ୍କ ସହିତ କଥା ହେବା ସମୟରେ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଏହି ସମୟରେ ମଙ୍ଗଳ ଆପଣଙ୍କ ରାଶିର ସ୍ୱାମୀ ମଧ୍ୟମ ସ୍ଥିତିରେ ଆସୁଛନ୍ତି। ଆଉ ଏହି ସମୟରେ ମଧ୍ୟ କୁହାଯାଏ, ଯେବେ ଆପଣଙ୍କ ରାଶିର ସ୍ୱାମୀ ମଧ୍ୟମ ସ୍ଥିତିରେ ଆସିଥାନ୍ତି, ତ ବହୁତ ପ୍ରକାରର ଲାଭ ଆପଣଙ୍କ ଜୀବନରେ ଦେଖିବା ପାଇଁ ମିଳିଥାଏ। ତ ବନ୍ଧୁମାନେ, ଏବେ ଆପଣଙ୍କ ପାଇଁ ଲାଭ ଉଠାଇବାର ସମୟ ଅଟେ। ଆପଣ କର୍ମ କରନ୍ତୁ, ଫଳର ପ୍ରାପ୍ତି ନିଶ୍ଚୟ ଆପଣଙ୍କୁ 4 ଗୁଣା ହିଁ ପ୍ରାପ୍ତ ହେବ।
ବେପାରୀମାନଙ୍କ ପାଇଁ ସମୟ ବହୁତ ହିଁ ଶୁଭ ରହୁଅଛି। ଧନ ରୋଜଗାର କରିବାର ବହୁତ ହିଁ ନୂଆ ନୂଆ ଅବସର ଆପଣଙ୍କୁ ପ୍ରାପ୍ତ ହେବ। ଏବେ ଆପଣଙ୍କ ଧନ ଏକତ୍ର ହେବାର ଅଛି। ଆପଣ ଯାହା ବି ଆୟ କରୁଛନ୍ତି ତାହା ଏକତ୍ର ହେବାର ସମୟ ଆସୁଅଛି। ଏହି ସମୟ ବିଶେଷ କରି ନିଜର ଘର ପାଇଁ ବହୁତ ହିଁ ଶୁଭ ରହୁଅଛି। ଯେଉଁମାନେ ବି ନିଜ ପାଇଁ ଘରଟିଏ ଚାହୁଁଛନ୍ତି ତେବେ ସ୍ଥିତି ଆପଣଙ୍କ ପକ୍ଷରେ ହିଁ ରହୁଅଛି। ଏହି 44 ଦିନ ମଧ୍ୟରେ କନଷ୍ଟ୍ରକ୍ସନ୍ କାମ ଆରମ୍ଭ କରିପାରିବେ। ଗୃହକୁ ନେଇ ଥିବା ସ୍ୱପ୍ନ ଆପଣଙ୍କର ପୂରଣ ହୋଇପାରେ। ପ୍ରତ୍ୟେକ ଦୃଷ୍ଟିରୁ ଇଚ୍ଛାମାନଙ୍କର ପୂରଣ ହେବାର ଅଛି। ପ୍ରତ୍ୟେକ ସ୍ଥିତି ଆପଣଙ୍କ ପକ୍ଷରେ ହିଁ ଆସିଯିବ। ହେଲେ ଗୋଟିଏ ଖାସ୍ କଥାର ବିଶେଷ ଧ୍ୟାନ ରଖନ୍ତୁ। ମଙ୍ଗଳ ଏବଂ କେତୁଙ୍କର ଅଙ୍ଗାରକ ଦୋଷ ମଧ୍ୟ ବନୁଅଛି, ଯାହାଦ୍ୱାରା କି ଏହି ସମୟରେ ଆପଣଙ୍କର କ୍ରୋଧକୁ କଣ୍ଟ୍ରୋଲ କରିବାର କିଛି ସମସ୍ୟା ଆସୁଅଛି। ସଠିକ୍ ଦିଗରେ କାମ କରନ୍ତୁ, ଯେଉଁଥିପାଇଁ ଆପଣଙ୍କୁ ଉତ୍ତମ ପରିଣାମ ପ୍ରାପ୍ତ ହେବ। ଏଥିପାଇଁ ଆପଣ କେତୁର ଉପାୟ ଅବଶ୍ୟ କରନ୍ତୁ। ଆପଣମାନଙ୍କୁ ପକ୍ଷୀମାନଙ୍କୁ ବାଜରା ଦେବାର ଅଛି। ମହିଳାମାନେ କାନରେ ସୁନାର ଅଳଙ୍କାର ଆପଣମାନେ ଧାରଣ ନିଶ୍ଚୟ କରନ୍ତୁ। ଏହିପରି ଯଦି ଆପଣ କରୁଛନ୍ତି ତାହେଲେ ନକାରାତ୍ମକ ଉର୍ଜା ଗୁଡ଼ିକ ଠାରୁ ଆପଣ ବଞ୍ଚିକି ରହିବେ। ତ ଶୁଭ ଦୃଷ୍ଟିରୁ ଯଦି ଆମେ ବିଚାର କରିବା ତାହେଲେ ମଙ୍ଗଳଙ୍କର ଏଠାକୁ ଆସିବା ଆପଣଙ୍କୁ ଲାଭ ହିଁ ଲାଭ ଦେଉଛନ୍ତି। ଆଗାମୀ 44 ଦିନ ମଧ୍ୟରେ ଆପଣଙ୍କୁ ଏହି ପ୍ରକାରର କିଛି ଲାଭ ଦେଖିବାର ଅଛି, ଯାହାକି ଆପଣ ଏହି ଦିନ ଗୁଡ଼ିକୁ ଜମାରୁ ବି ଭୁଲି ପାରିବେ ନାହିଁ। ଏହା ଥିଲା କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଗକୁ ଆସୁଥିବା 44 ଦିନ ଆପଣଙ୍କ ପାଇଁ କେଉଁ ସବୁ ପରିବର୍ତ୍ତନ ଆଣିକରି ଆସୁଅଛି। ତେବେ ଭିଡ଼ିଓଟି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ରୂପରେ ଲେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ଟିଏ କରନ୍ତୁ। ଅନ୍ୟମାନଙ୍କ ସହିତ ଅଧିକରୁ ଅଧିକ ସେୟାର କରନ୍ତୁ ଏବଂ ଯେଉଁମାନେ ଆମର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିବା ସହିତ ପାଖରେ ଆସୁଥିବା ବେଲ୍ର ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଫଳରେ ଆମେ ଯେଉଁ ଭିଡ଼ିଓ ଅପଲୋଡ଼ କରିବୁ ତାହା ଆପଣ ସର୍ବପ୍ରଥମେ ପାଇପାରିବେ। ଧନ୍ୟବାଦ।